ଆଜିର ସକାଳରେ ଆପଣମାନଙ୍କ ପାଇଁ ସବୁଠୁ ବଡ଼ ଖବର ଆସିଲା। ଏସ୍ଏଚ୍ଜି ମହିଳାମାନଙ୍କ ପାଇଁ ବଡ଼ ଘୋଷଣା। ତେବେ ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ସୁଧମୁକ୍ତ ଋଣ ବ୍ୟବସ୍ଥାକୁ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ତେବେ ଆସନ୍ତୁ ଦେଖିବା କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍। ଭିଡ଼ିଓକୁ ଦେଖିବା ପୂର୍ବରୁ ଗୋଟେ ଲାଇକ୍ କରନ୍ତୁ ଆଉ ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ବେଲ୍ ଆଇକନ୍ କ୍ଲିକ୍ କରି ଅଲ୍ ସିଲେକ୍ଟ କରିନିଅନ୍ତୁ। ତେବେ ସୂଚନାଯୋଗ୍ୟ ଯେ ଏହି ସୁଧମୁକ୍ତ ଋଣମୁକ୍ତ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ପୂର୍ବରୁ 31 ମାର୍ଚ୍ଚ 2025 ପର୍ଯ୍ୟନ୍ତ ଜାରି ରଖିଥିଲେ। ତେବେ ଏହାକୁ 2025-26 ଆର୍ଥିକ ବର୍ଷ ଓ ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ ଜାରି ରଖିବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏହାଦ୍ୱାରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ବିନା ସୁଧରେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ। ଏହି ପଦକ୍ଷେପ ରାଜ୍ୟର ମହିଳା ଉଦ୍ୟୋଗୀ ଓ ଲକ୍ଷପତି ଦିଦି ସୃଷ୍ଟି କରିବାରେ ସହାୟକ ହେବ। ଏହା ସହିତ ମହିଳା ଭାଗିଦାର ଜରିଆରେ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଅର୍ଥନୀତି ସୁଦୃଢ଼ ହେବ। ତେବେ ପୂର୍ବରୁ 31 ମାର୍ଚ୍ଚ 2025 ପର୍ଯ୍ୟନ୍ତ ଜାରି ରହିଥିଲା। ଆଉ ବର୍ଷେ ବଢ଼ିଲା ବିନା ସୁଧରେ ଋଣ। ବିନା ସୁଧରେ ଋଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କର ଅନୁମୋଦନ ମିଳିଛି। ଏହି ସୁଧମୁକ୍ତ ଋଣ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ 31 ମାର୍ଚ୍ଚ 2025 ପର୍ଯ୍ୟନ୍ତ ଜାରି ରଖିଥିଲେ। ଆଜି ଏହାକୁ 2025ରୁ 2026 ବର୍ଷ ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ ଜାରି ରଖିବାକୁ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହା ସବୁଠୁ ବଡ଼ ଘୋଷଣା କରିଛନ୍ତି। ଆଉ ବର୍ଷେ ବଢ଼ିଲା ବିନା ସୁଧରେ ଋଣ। ଏସ୍ଏଚ୍ଜି ମହିଳାଙ୍କ ପାଇଁ ଜାରି ରହିବ ଏହି ସୁଧମୁକ୍ତ ଋଣ। ମୁଖ୍ୟମନ୍ତ୍ରୀଙ୍କର ଏହା ହେଉଛି ବଡ଼ ଘୋଷଣା।